ପ୍ରେମର ପ୍ରକୃତ ଅର୍ଥ କ'ଣ? ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ଆମେ ସମସ୍ତେ ଖୋଜୁ, ଆଉ ଏହାର ଉତ୍ତର ନା ଗୋଟିଏ ବହୁତ ପୁରୁଣା ଆଉ ସୁନ୍ଦର କାହାଣୀରେ ଲୁଚି ରହିଛି। ଆସନ୍ତୁ ଆଜି ଆମେ ସେହି କାହାଣୀ ଭିତରକୁ ଯିବା। ଇଏ ହେଉଛି ରାଧା ଆଉ କୃଷ୍ଣଙ୍କର ସେହି ଅପୂର୍ବ ପ୍ରେମ କାହାଣୀ। ଭାବନ୍ତୁ ତ, କୃଷ୍ଣ ନିଜେ ଏହି କଥା କହୁଛନ୍ତି। ଏହି ଗୋଟିଏ ଧାଡ଼ିରୁ ହିଁ ଜଣାପଡ଼ିଯାଏ ଯେ ତାଙ୍କ ପ୍ରେମ କେତେ ଗଭୀର ଥିଲା। ଆଉ ଜାଣନ୍ତି, ଆମ କାହାଣୀର ଆରମ୍ଭ ବି ଠିକ୍ ଏଇଠୁ ହିଁ ହେଉଛି। ତେବେ କାହାଣୀର ଆରମ୍ଭ ହେଉଛି ସେହି ଦିବ୍ୟ ସ୍ଥାନ ବୃନ୍ଦାବନରୁ, ଯେଉଁଠି ଲାଗୁଥିଲା ସତେ ଯେମିତି ପ୍ରକୃତି ଆଉ ସଙ୍ଗୀତ ଦୁହେଁ ମିଶି ଏକ ହୋଇଯାଇଛନ୍ତି। ଆଖି ବନ୍ଦ କରି ଟିକେ କଳ୍ପନା କରନ୍ତୁ, ବୃନ୍ଦାବନର ସେହି ମନଲୋଭା ପରିବେଶ। ଚାରିଆଡ଼େ ଖାଲି ସବୁଜ ଗଛଲତା ଆଉ ପବନରେ ଭାସି ଆସୁଛି ଫୁଲର ମିଠା ମିଠା ବାସ୍ନା। କି ଅଦ୍ଭୁତ ଦୃଶ୍ୟ ଥିବା ସତରେ! ଆଉ ଠିକ୍ ସେହି ପରିବେଶ ଭିତରେ କୃଷ୍ଣଙ୍କ ବଂଶୀର ସୁର ଏକ ପ୍ରକାର ଯାଦୁ କରିଦେଉଥିଲା। ଜଙ୍ଗଲର ପଶୁପକ୍ଷୀ, ଗଛପତ୍ର ସମସ୍ତେ ସେହି ସୁରରେ ଯେମିତି ହଜିଯାଉଥିଲେ। ଠିକ୍ ଏହି ସମୟରେ ବଂଶୀର ସେହି ମିଠା ସ୍ୱରରେ ଟାଣି ହୋଇ ରାଧା ନିଜ ସାଙ୍ଗମାନଙ୍କ ସହିତ ଯମୁନା ନଦୀ କୂଳରେ ଆସି ପହଞ୍ଚିଲେ। ସତେ ଯେମିତି ସେ ସୁର ତାଙ୍କୁ ଡାକୁଥିଲା। ଦେଖୁ ଦେଖୁ ସଞ୍ଜ ନଇଁ ଆସିଲା, ଆଉ ସେହି ଜହ୍ନ ଆଲୋରେ ଆରମ୍ଭ ହେଲା ସେହି ଦିବ୍ୟ ନୃତ୍ୟ, ରାସଲୀଳା। ଏହା ଥିଲା ଆନନ୍ଦ ଆଉ ପ୍ରେମର ଏକ ସମ୍ପୂର୍ଣ୍ଣ ମିଳନର ମୁହୂର୍ତ୍ତ। ହେଲେ ଏହି ଦିବ୍ୟ ମୁହୂର୍ତ୍ତରେ ହିଁ କାହାଣୀରେ ଏକ ନୂଆ ମୋଡ଼ ଆସିଲା। ଗୋଟିଏ ଛୋଟ ଚିନ୍ତା, ହଁ, ମାତ୍ର ଗୋଟିଏ ଛୋଟ ଚିନ୍ତା ସବୁକିଛି ବଦଳେଇ ଦେବାକୁ ଯାଉଥିଲା। କୃଷ୍ଣଙ୍କ ସାଙ୍ଗରେ ନାଚୁ ନାଚୁ ହଠାତ୍ ରାଧାଙ୍କ ମନ ଭିତରେ ଗର୍ଭଟିଏ ପଶିଆସିଲା। ତାଙ୍କୁ ଲାଗିଲା ଯେ ସେ ହିଁ ସବୁଠୁ ଖାସ୍। ତାଙ୍କ ମନରେ କ'ଣ ଆସିଲା ଜାଣନ୍ତି? ସେ ଭାବିଲେ, କୃଷ୍ଣ ତ କେବଳ ମୋତେ ହିଁ ଭଲ ପାଆନ୍ତି, ଏଠି ମୁଁ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବାସ୍ ଏହି ଗୋଟିଏ ଅହଙ୍କାରର ଭାବନା ହିଁ କାହାଣୀର ମୋଡ଼ ବଦଳାଇ ଦେଲା। ଆଉ ସେହି ଅହଙ୍କାରର ପରିଣାମ କ'ଣ ହେଲା, ତାହା ଥିଲା ଅଚାନକ ଆଉ ଅବିଶ୍ୱସନୀୟ। ରାଧାଙ୍କର ସେହି ଛୋଟିଆ ଭୁଲ ପାଇଁ ସବୁକିଛି ପୂରା ଓଲଟାପାଲଟ ହୋଇଗଲା। ଯେମିତି ହିଁ ରାଧାଙ୍କ ମନରେ ସେହି ଅହଙ୍କାର ଆସିଲା, ଆଖି ପିଛୁଳାକର କୃଷ୍ଣ ସେଠାରୁ ଅଦୃଶ୍ୟ ହୋଇଗଲେ। ସମସ୍ତେ ଆଶ୍ଚର୍ଯ୍ୟ, କୃଷ୍ଣ ଗଲେ କୁଆଡ଼େ? ରାଧା ପୂରା ବ୍ୟସ୍ତ ହୋଇଗଲେ। ସେ ଏପଟ ସେପଟ ଖୋଜିଲେ, ନିଜ ସାଙ୍ଗମାନଙ୍କୁ ପଚାରିଲେ, ହେଲେ କୃଷ୍ଣଙ୍କର କିଛି ଖୋଜ ଖବର ମିଳିଲା ନାହିଁ। ସେହି ଖୁସିର ମାହୋଲଟା ହଠାତ୍ ଦୁଃଖରେ ବଦଳିଗଲା। ଏହା ତାଙ୍କୁ ଏତେ କଷ୍ଟ ଦେଲା ଯେ ସେ କାନ୍ଦିବାକୁ ଲାଗିଲେ। ଆଉ ସେହି କାନ୍ଦ ଭିତରେ ହିଁ ସେ ନିଜ ଭିତରକୁ ଦେଖିବାକୁ ବାଧ୍ୟ ହେଲେ। ତାଙ୍କର ସେହି ଦୁଃଖ ଆଉ ଅନୁତାପ ଭିତରୁ ହିଁ ରାଧା ଏକ ବହୁତ ବଡ଼ ଶିକ୍ଷା ପାଇଲେ। କ'ଣ ଥିଲା ସେହି ଶିକ୍ଷା? ଚାଲନ୍ତୁ ଦେଖିବା। ସେତେବେଳେ ତାଙ୍କୁ ଅନୁଭବ ହେଲା ସେ କେତେ ବଡ଼ ଭୁଲ କରିଦେଇଛନ୍ତି। ସେ ବୁଝିପାରିଲେ ଯେ ତାଙ୍କର ଅହଙ୍କାର ହିଁ ଏହି ବିଚ୍ଛେଦର ପ୍ରକୃତ କାରଣ। ଆଉ ଏଇଠି ହିଁ କାହାଣୀର ସବୁଠୁ ବଡ଼ ସତ୍ୟ ଲୁଚି ରହିଛି। ପ୍ରକୃତ ପ୍ରେମ କେବେ ବି ସ୍ୱାର୍ଥପର ହୁଏନି, ଏହା ସବୁବେଳେ ନିଃସ୍ୱାର୍ଥପର। ଏଠିରେ ମୁଁ ପାଇଁ କୌଣସି ଜାଗା ନଥାଏ। ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତ ପ୍ରେମ ତିନୋଟି ମୂଳଦୁଆ ଉପରେ ଠିଆ ହୋଇଛି। ପ୍ରଥମଟି ହେଲା ତ୍ୟାଗ, ଦ୍ୱିତୀୟଟି ସମର୍ପଣ, ଆଉ ତୃତୀୟଟି ହେଉଛି ନିଃସ୍ୱାର୍ଥପର ଭାବନା। ଯେତେବେଳେ ରାଧା ନିଜ ଅହଙ୍କାରକୁ ଛାଡ଼ି ପ୍ରେମର ଏହି ପ୍ରକୃତ ସତ୍ୟକୁ ବୁଝିଗଲେ, ଠିକ୍ ସେତେବେଳେ ହିଁ କାହାଣୀର ସବୁଠାରୁ ପବିତ୍ର ମୁହୂର୍ତ୍ତ ଆସିଲା। ରାଧାଙ୍କ ହୃଦୟରୁ ଅହଙ୍କାର ଯେମିତି ହିଁ ଦୂର ହୋଇଗଲା, ଆଉ ତାଙ୍କର ପ୍ରକୃତ ଅନୁତାପ ଦେଖି କୃଷ୍ଣ ପୁଣି ଥରେ ତାଙ୍କ ସାମ୍ନାକୁ ଆସିଗଲେ। କୃଷ୍ଣଙ୍କୁ ପୁଣି ଦେଖି ରାଧାଙ୍କର ଆଖିରେ ଥିଲା ଅନୁତାପର ଲୁହ। ସେ ନିଜ ଭୁଲ ମାନି କହିଲେ, ହେ ପ୍ରାଣନାଥ, ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଯାଇଛି। ମୋତେ ଅହଙ୍କାର ହୋଇଯାଇଥିଲା। ରାଧାଙ୍କ କଥା ଶୁଣି କୃଷ୍ଣ ବହୁତ ସ୍ନେହରେ ଉତ୍ତର ଦେଲେ, ପ୍ରେମରେ ଅହଙ୍କାରର କୌଣସି ସ୍ଥାନ ନାହିଁ। ଏହା ଆମ ପ୍ରେମର ସବୁଠାରୁ ବଡ଼ ପରୀକ୍ଷା ଥିଲା। ଏହି କଥାଟି ହିଁ ଥିଲା ସେମାନଙ୍କ ସମ୍ପର୍କର ସବୁଠାରୁ ବଡ଼ ସତ୍ୟ। ଆଉ ଜାଣନ୍ତି, ଏହି ପରୀକ୍ଷା ପରେ ତାଙ୍କ ପ୍ରେମ କମିଯାଇ ନଥିଲା, ବରଂ ଅହଙ୍କାରର ମୁକ୍ତ ହୋଇ ଆହୁରି ଶୁଦ୍ଧ, ଆହୁରି ଗଭୀର ହୋଇଯାଇଥିଲା। ତେବେ ଏହି କାହାଣୀ ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। କ'ଣ ବାସ୍ତବରେ ଅହଙ୍କାର ବିନା ପ୍ରେମ ସମ୍ଭବ? ଏହା ବିଷୟରେ ଟିକେ ଭାବିବା ଦରକାର।